ପୂର୍ବତନ ପ୍ରଧାନମନ୍ତ୍ରୀ ଯେଉଁ ସ୍ଲୋଗାନ ଦେଇଥିଲେ ଜୟ ଯବାନ ଜୟ କିଷାନ। ଆଉ କିଷାନ ଏ ମଧ୍ୟ ଦେଶକୁ ସେବା ଦେଉଛି ଏବଂ ଜଣେ ଯବାନ ମଧ୍ୟ ଦେଶକୁ ସେବା ଦେଉଛି। ଆଉ ଚାଷୀ ହିଁ ଦେଶକୁ ଖାଦ୍ୟ ଯୋଗାଉଛି। ତେଣୁ ଖାଦ୍ୟ ବିନା କେବେ ବି ଦେଶ ଆଗେଇ ପାରିବ ନାହିଁ। ତେଣୁକି ଚାଷଟା ନିହାତି ଆବଶ୍ୟକ। ମୁଁ ସେମାନଙ୍କୁ ବାର୍ତ୍ତା ଦିଏ ବା ଦେଉଛି ଯେ ଯଦି ଯାହାର ବି ଚାଷ ଜମି ଅଛି ଚାଷରେ ନିୟୋଜିତ ହୁଅନ୍ତୁ। ବେଣ୍ଡ କଲ କେମିତି ରେହେନେ পেলামা টেকলো ওহো নামে করে মাকা হেলা বলছি না ফটো দেখি দে ভলরে হেলা হেলা আখକୁ ଲଗାଇକି ରହିବନି ତ ପୂର୍ବତନ ବିଧାୟକ ଥିଲି ଆଉ ବର୍ତ୍ତମାନ ଚାଷବାସ କାମରେ ବ୍ୟସ୍ତ ଅଛି। ନାଇଁ ଚାଷ ତ ମୁଁ ବହୁତ ଦିନରୁ ଚାଷ କରି ଆସୁଛି। ଆଉ ତାପରେ ତ ସରପଞ୍ଚ ଥିଲା ବେଳକୁ କରୁଥିଲି, ତାପରେ ବିଧାୟକ ହେଲି, ବିଧାୟକ ଭିତରେ ମଧ୍ୟ ଚାଷ କରୁଥିଲି। କିନ୍ତୁ ଏବେ ବିଧାୟକରୁ ଅବସର ନେଲା ପରେ ଏଇ ଗତ ବର୍ଷ ଏବଂ ଏ ବର୍ଷ ଟିକେ ଅଧିକ ପରିମାଣରେ ଚାଷ କରୁଛି, ଯେଉଁଟାକି ଅନ୍ୟ ବେଳେ ଆମେ କରିପାରୁନଥିଲୁ। ଅଳ୍ପ ଜମି କରୁଥିଲୁ, ଏବେ ସବୁ ଜମି କରିବା ପାଇଁ ଚେଷ୍ଟା ଜାରି ରଖିଛୁ। ଆଉ ଚାଷଟା ତ ନିହାତି ଦରକାର। ମାନେ ଚାଷୀ ମୁଁ ତ କହେ ଚାଷୀ ସବୁବେଳେ ମାନେ ଦେଶକୁ ସେବା କରୁଛି। କାହିଁକି ନା ଜଣେ ଦେଶ ସେବକ ଜଣେ ମାନେ ଆମେ ଯେଉଁ ପୂର୍ବତନ ପ୍ରଧାନମନ୍ତ୍ରୀ ଯେଉଁ ସ୍ଲୋଗାନ ଦେଇଥିଲେ ଜୟ ଯବାନ ଜୟ କିଷାନ। ଆଉ କିଷାନ ଏ ମଧ୍ୟ ଦେଶକୁ ସେବା ଦେଉଛି ଏବଂ ଜଣେ ଯବାନ ମଧ୍ୟ ଦେଶକୁ ସେବା ଦେଉଛି। ଆଉ ଚାଷୀ ହିଁ ଦେଶକୁ ଖାଦ୍ୟ ଯୋଗାଉଛି। ତେଣୁ ଖାଦ୍ୟ ବିନା କେବେ ବି ଦେଶ ଆଗେଇ ପାରିବ ନାହିଁ। ତେଣୁକି ଚାଷଟା ନିହାତି ଆବଶ୍ୟକ। ମୁଁ ସେମାନଙ୍କୁ ବାର୍ତ୍ତା ଦିଏ ବା ଦେଉଛି ଯେ ଯଦି ଯାହାର ବି ଚାଷ ଜମି ଅଛି ଚାଷରେ ନିୟୋଜିତ ହୁଅନ୍ତୁ। ଧରନ୍ତୁ ଆମେ ପାଣି ଜମିରେ ଧାନ ଚାଷ କରନ୍ତୁ ଏବଂ ପଦଳ ଜମି ଅଛି ବୋଲି ପରିବା ପତ୍ର ଚାଷ କରି ନିଜକୁ ଗୁଜୁରାଣ ମେଣ୍ଟାଇବା ପାଇଁ ସେ ରୋଜଗାରକ୍ଷମ ହୁଅନ୍ତୁ। ତେଣୁକି ଚାଷ ସମସ୍ତଙ୍କୁ ମୁଁ ଆହ୍ୱାନ ଦିଏ ଏବଂ କୁହେ ଯେ ଆମ ଜମି ଯେଉଁ ରହିଛି ପଡ଼ିଆ ନ ପଡ଼ୁ, ଆମେ ନିଶ୍ଚିତ ଭାବରେ ଚାଷ କରିବା ଏବଂ ଆମେ ଖାଦ୍ୟ ଉତ୍ପାଦନ କରିକି ଦେଶକୁ ଖାଦ୍ୟ ଯୋଗାଇବା। ମୁଁ ଚାଷ ତ ବର୍ତ୍ତମାନ 15ରୁ 20 ଏକର ଭିତରେ ଆମେ ଚାଷ କରୁଛୁ ଧାନ ଚାଷ। ତାପରେ ପଦର ଜମି ଅଛି, ସେଠି କୋଳଥ ବିରି କିମ୍ବା ଅନ୍ୟ ପରିବା ପତ୍ର ମାନେ କରୁ, କିନ୍ତୁ ବର୍ତ୍ତମାନ ପାଇଁ ଧାନ ଚାଷ ଆମେ କରୁଛୁ। ପ୍ରାୟ 15ରୁ 20 ଭିତରେ ଆମେ ଧାନ ଚାଷ କରୁଛୁ।